ସମସ୍ତଙ୍କୁ ନମସ୍କାର। ଗୋଟେ ଖବର ଜାଣିବାକୁ ପାଇଲି ଯେ ଏଇଟା ପୁରୀ ଜିଲ୍ଲାର ନୁହଁ, ଏଇଟା ଭଦ୍ରକର। ଗୋଟେ ଭଦ୍ରକର ବିଷୟ ଯେ ଭଦ୍ରକର ଯେଉଁ ଧାମରା ଯେଉଁ ପୋର୍ଟ ଅଛି ସେ ଜାଗାର ବିକାଶ କରାଯିବ, ସେଥିପାଇଁକା ସରକାର ମଧ୍ୟ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ବନ୍ଧୁଗଣ, ଆପଣମାନେ ଜାଣନ୍ତୁ, ବହୁତ ଦିନ ହେଲାଣି ମୋ ସହିତ ଯୋଗାଯୋଗ କରି ବହୁତ କିଛି ପିଲା ଭଦ୍ରକର, ଯେହେତୁ ମୁଁ ରାଜ୍ୟ ସ୍ତରରେ କାମ କରୁଛି, ଗୋଟେ ଖବର ଜାଣିବାକୁ ପାଇଲି। ଭାରି ଦୁଃଖ ଲାଗିଲା। ମୁଁ ଆଶା କରୁଛି ଯେ ଆପଣମାନେ ସେ ଖବର ବି ଜାଣିବା ଦରକାର। ସେ ଖବରଟି ହେଲା, ଯେବେଠାରୁ ଅଦାନୀ ନେଇଛି ଧାମରା ପୋର୍ଟ ଲିଜ୍ରେ, ଯେଉଁ ସରକାର ବିଜେପି ସରକାର ଆସିବା ପରେ ଧାମରା ଯେତେବେଳେ ଲିଜ୍ରେ ଦିଆଗଲା, ଆମେ ଗୋଟେ ଲଗାତାର ଗୋଟେ ରିପୋର୍ଟ ଆସୁଛି, ଏକଥା ଉପରେ କାହାର ନଜର ନାହିଁ ଯେ ଧାମରାରୁ ଝାମଦାଡ଼ି ଗୋଟେ ଜାଗା ଅଛି, ପାଖାପାଖି 60 କିଲୋମିଟର ହେବ। ଗୋଟେ ଡାଟା ଆମେ ପାଇଲୁ ଯେ ପାଖାପାଖି 2 ବର୍ଷ ଭିତରେ, ଏଇ ଯେଉଁ 2 ବର୍ଷ ଭିତରେ ଖାଲି ରାସ୍ତା ଦୁର୍ଘଟଣାରେ ପାଖାପାଖି 142 ଜଣ ମରିଛନ୍ତି। ରାସ୍ତା ଦୁର୍ଘଟଣା ହେବା ଠିକ୍ ଅଛି, ରାସ୍ତା ଦୁର୍ଘଟଣାରେ ଲୋକ ମରିବାଟା, କିନ୍ତୁ ବଡ଼ ବିଷୟ ହେଲା 142 ଜଣଙ୍କ ଭିତରୁ କମ୍ପନସେସନ୍ କେହି ପାଇନାହାନ୍ତି। ତାମାନେ ପୋଲିସର ସମ୍ପୃକ୍ତ ଯେଉଁ ବିଭାଗ ଅଛି, ଯେଉଁ ଅପରାଧ ଯେଉଁମାନେ ବି କରୁଛନ୍ତି, କ'ଣ କେମିତି ହେଇପାରିବ? ଗୋଟେ ଗାଡ଼ି ଉପରେ କେସ୍ ହେବନି, ସେମାନେ ଇନ୍ସୁରାନ୍ସ ପଇସା ପାଇବେନି। ସବୁଠୁ ବଡ଼ ଇଣ୍ଟରେଷ୍ଟିଂ କଥା, ଏହା ଉପରେ ଅଲରେଡ଼ି ଆମ ଟିମ୍ ଯେଉଁ ପିଲାମାନେ ଅଛନ୍ତି, ସେମାନେ ତା ଉପରେ ଯାଇକି 60% ଆଭବ୍ ଲୋକଙ୍କୁ ଭେଟି ବି ସାରିଲେଣି ଯେ ଏଇଟା ସତ ନା ନାହିଁ, ଆପଣ କମ୍ପନସେସନ୍ ପାଇଛନ୍ତି ନା ନାହିଁ। ତ କେହି କମ୍ପନସେସନ୍ ପାଇନାହାନ୍ତି। ହାଉ ଇଜ୍ ଇଟ୍ ପସିବୁଲ୍? ଗୋଟେ 2 ବର୍ଷ ଭିତରେ ଦୁର୍ଘଟଣା 150 ଲୋକଙ୍କର ପାଖାପାଖି ହେବ, କମ୍ପନସେସନ୍ କେହି ପାଇବେନି। ତାମାନେ ଓଡ଼ିଶାରେ ଗୋଟେ କମ୍ପାନୀ ଆସୁଛନ୍ତି, ଚଲାଉଛନ୍ତି ଯେଉଁମାନେ, ସେଇ ବାଟ ଦେଇକି ତ ସବୁତକ ଗାଡ଼ି ମଟର ସବୁ ସେଇ ବାଟ ତ ଯାଉଛି ନା, ବଡ଼ ବଡ଼ ଟ୍ରକ୍ ଫକ୍ ସବୁ ସେଇପଟେ ଯାଉଛି। ହାଉ ଇଜ୍ ଇଟ୍ ପସିବୁଲ୍ ଯେ ଭାଇ ଏତେ ଲୋକଙ୍କର ସଂଖ୍ୟା ମରିଲାଣି କିନ୍ତୁ ଗୋଟେ ଲୋକ କମ୍ପନସେସନ୍ ପାଇନି? ସେ ଲୋକମାନେ ଓଡ଼ିଶାର ଲୋକ, ସେମାନେ ଓଡ଼ିଶାର ଲୋକ ସବୁ ମରିଛନ୍ତି। ତେଣୁକରି ଏଇଟା ଗୋଟେ ରାଜ୍ୟ ବିଶିଷ୍ଟ ଗୋଟେ ବଡ଼ ଇସ୍ୟୁ। ଏଇ କଥା ସ୍ୱତନ୍ତ୍ର ଭାବରେ ଲୁଚେଇ ଦିଆଯାଇଛି, ଆପଣଙ୍କୁ ଏ କଥା କେହି କହିବେନି। କିନ୍ତୁ ଯେତେବେଳେ ମୁଁ ଦେଖିଲି ଯେ ବର୍ତ୍ତମାନ ପାଇଁକା ଧାମରାର ବିକାଶ ପାଇଁକା ଯୋଜନା ଚାଲିଛି, ଭାଇ ୟାକୁ କ'ଣ ବିକାଶ କହନ୍ତି? ଭାରି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଜ୍ଞା। ଏ କଥା ଆମେ ତ ଚୁପ୍ ରହିବୁନୁ, କାରଣ ମୁଁ ତ ତା ଉପରେ କାମ କରୁଛୁ। ଆପଣମାନେ ବି ଚୁପ୍ ରୁହନ୍ତୁନି, ଇନକ୍ୱାରି କରନ୍ତୁ। ଭଦ୍ରକ ପିଲା ଯେଉଁମାନେ ଆପଣଙ୍କର ସମ୍ପର୍କୀୟ ଅଛନ୍ତି, ସେମାନଙ୍କ ପାଖରେ ଖବର ପହଞ୍ଚାନ୍ତୁ। ନିଶ୍ଚିତ ଭାବରେ ଦେଖିବେ ୟାର ସତ୍ୟାସତ୍ୟ ବାହାରିବ। ଜୟ ଜଗନ୍ନାଥ।